ଦର୍ଶକ ବନ୍ଧୁ, ମୁଁ ପୂର୍ବ ଭିଡ଼ିଓରେ ମଧ୍ୟମା ନାରୀ ବା କୁମାରୀ ବିଷୟରେ କହିଥିଲି ସେମାନଙ୍କ ଲକ୍ଷଣ। ଆଜି ଅଧମା କୁମାରୀମାନଙ୍କର ଲକ୍ଷଣ ବିଷୟରେ କହିବାକୁ ଚାହୁଁଛି। ମନ ଦେଇକି ଶୁଣନ୍ତୁ ଏବଂ ଭିଡ଼ିଓକୁ ଟିକେ ଲାଇକ୍ କରି ଭଲ ଲାଗିଲେ। ଯେଉଁ କୁମାରୀମାନଙ୍କର ନଖ ବଡ଼ ବଡ଼ ଓ ଯେଉଁମାନଙ୍କର ଦନ୍ତ ପକ୍ତି ଅସୁନ୍ଦର, ଯେଉଁମାନେ ପିଙ୍ଗଳାକ୍ଷୀ ଏବଂ ପିଙ୍ଗଳ ରଙ୍ଗର ଲୋଚନ ବିଶିଷ୍ଟ, ପୁଣି ଯେଉଁମାନଙ୍କ ଶରୀରରେ ବହୁ ଲୋମ ଏବଂ ଯେଉଁମାନଙ୍କର କେଶଗୁଚ୍ଛ ତାମ୍ରବର୍ଣ୍ଣ, କପାଳ ଉଚ୍ଚ, ଜାନୁ ଯୁଗଳ କ୍ଷୁଦ୍ର, ସେହିମାନଙ୍କୁ ଅଧମା କୁମାରୀ କୁହନ୍ତି। ଏମାନେ ରାଜକନ୍ୟା ହେଲେ ମଧ୍ୟ ପୁରୁଷ ପକ୍ଷରେ ବିବାହ କରିବା ଯୋଗ୍ୟ ନୁହନ୍ତି। ଯାହାର ଦନ୍ତପକ୍ତି ସୁଦୀର୍ଘ ଅର୍ଥାତ୍ ଦାନ୍ତ ଗୁଡ଼ିକ ବଡ଼ ବଡ଼, ଯେଉଁ ନାରୀ ବାଚାଳ ସଦୃଶ କଥା କହେ ଏବଂ ଲଜ୍ଜାହୀନ, ଶାସ୍ତ୍ରକାରମାନଙ୍କ ମଧ୍ୟରେ ସେ ଅଧମା କୁମାରୀ ଅଟେ। ଯାହାର ହାସ୍ୟ ଉଚ୍ଚ ବିକଟ, ଅଙ୍ଗ କର୍କଶ, ଉଦର ସ୍ଥୂଳ ଅର୍ଥାତ୍ ଚଉଡ଼ା ଏବଂ ହସ୍ତପଦ କଠିନ, ପଣ୍ଡିତମାନେ ତାହାକୁ ଅଧମା କୁମାରୀ କୁହନ୍ତି। ଯାହାର କେଶପାଶ ସ୍ୱଳ୍ପ ଅର୍ଥାତ୍ କମ ଚୁଟି, ହର୍ଷ ଏବଂ ଯେ ବହୁ ଭାଷଣ ଅର୍ଥାତ୍ ସବୁବେଳେ ଗପୁଥାଏ, ତାହାକୁ ଅଧମା କୁମାରୀ କୁହାଯାଏ। ଯେଉଁ ଅଧମା କୁମାରୀ ନିରନ୍ତର କଦାଚାର ପରାୟଣ ହୋଇ ଅବସ୍ଥାନ କରେ, ତାହାକୁ ଦର୍ଶନ ବା ସ୍ପର୍ଶ କଲେ ଘୋର ପାତକରେ ଲିପ୍ତ ହେବାକୁ ପଡ଼େ। ଦର୍ଶକ ବନ୍ଧୁ, ଯଦି এই ଟିପ୍ସଟି ଭଲ ଲାଗିଛି ତାହେଲେ ଲାଇକ୍ କରିବେ, ନୂଆ ହେଇଥିଲେ ସବସ୍କ୍ରାଇବ୍ କରିବେ ଏବଂ ସାଙ୍ଗମାନଙ୍କୁ ସେୟାର କରିବେ ଏବଂ କମେଣ୍ଟରେ ଜୟ ଜଗନ୍ନାଥ ବୋଲି ଲେଖିବେ। ଏବଂ ରହୁଛି, ଜୟ ଜଗନ୍ନାଥ।